No. No. I don't know. Hey. Ita? 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 No. আচ্ছা 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 মজা 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 নুনু টাটা 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 নুনু नमस्कार जय जगन्नाथ भिडियो तो अल्प पड़ूला पड़ो रेगुलर भिडियो कहीं जानी यूट्यूब भल प्लाटफर्म कि असुविधा देह जो पकाईनी भल लगे सब चलता पकईया डेली एथर भिडियो ब्लॉग डेली पड़ो आज खरा बेल खाइया सजना पत्र तरकारी आलू से देसी भल लगे बड़ी पड़ी आउ पिज मिक्सचर कलरा दीटा पुणी काकुड़ दीटा भी पड़ा कंचा लंका भल लगे साधा खरा बेल खाइया भल माने भल तरकारी सब तेल मसला अमुक समय से भल लगुनि ये तरकारी गरम गरम सजना पत्र आलू बड़ी से भल लगुच आ मिक्सचर पिज काकुड़ी खरा बेल खाइाटा सब बेले गला ये जिन नाला पिला बेले जिन सब खाऊली से जिनस कि ना तार टेस्ट ना ये जिन सब खाइले भी टेस्ट आसुना कि जिन ठीक जमा मसला मसला ना से जहाँ भी कर मसला डालमा कर सी पाउडर चिंचा सब पूरा फुल प्रथम जमा तुम भल किसी ना बढ़िया भल सब
ଇଏ ତରକାରୀ ତ ପିଲାଦିନ ତରକାରୀ ଆଉ। କରାଣ୍ଡି ମାଛ ଝୋଳ ଆଗରୁ ହେଉଥିଲା, ତାର ସୁନ୍ଦର ଥିଲା ବଢ଼ିଆ। ଚୁଙ୍ଗୁଡ଼ି, ଅନ୍ଦୁଳି ଚୁଙ୍ଗୁଡ଼ି, ସେ ଖାଦ୍ୟ ଥିଲା ଭଲ। ଏବେ ଯେଉଁ ନିମନ୍ତା ଆଉ ଭୋଜି ଭାତ ଯେଉଁଠିକି ଯାଅ, ନନା ଚିଠା ଦେଉଛନ୍ତି 500 ସକ୍ସ, ସେ ଚିଲି ମିଲି ଦୁନିଆ ପାଉଡ଼ର ଆଣିକି ମାରୁଛନ୍ତି ଯେ ଆମେ ତ ଯାଇନଛୁ ପେଟ ଖରାପ ଭୋଜିକି, କିନ୍ତୁ ଆମର ବି ହେଇଛି ଦେଖିଛୁ, ଯେମିତି ଦେଖୁଛି ଘରେ ବି ମଟନ୍ ଚିକେନ୍ ହେଲେ ବି ସିଏ ପଡ଼ୁଛି। এটা କ'ଣ ଟେଷ୍ଟ? ଆଗରୁ ଖାଲି ଅଦା ପିଆଜ ରସୁଣରେ କାମ ହେଉଥିଲା। ଟମାଟର ଆଳୁ କରାଣ୍ଡି ମାଛ ଝୋଳ, ତା ଟେଷ୍ଟ ଗରମ ଭାତ ପୁରା ଥାଳିଏ ଖାଆନ୍ତୁ। ମାଛ ପୋଡ଼ା ଚକଟା ହେଉଥିଲା ପଖାଳ ଭାତରେ ଖିଆ ହେଉଥିଲା। ଦେଶ ଚେଞ୍ଜ, ଟେକ୍ନୋଲୋଜି ସବୁ ଉପକାର, କିନ୍ତୁ ସେତେବେଳେ ପଛ ଜିନିଷର 20, 30, 25 ବର୍ଷ, ଆମର ପଞ୍ଚମ ସପ୍ତମ ଦଶମ ପର୍ଯ୍ୟନ୍ତ ସେଇଟା ଆମେ ଫିଲ୍ କରୁଛୁ। ସେତେବେଳେ ଖାଦ୍ୟ ପରିବେଶ ଟୋଟାଲ୍ ଚେଞ୍ଜ। ଆଉ ସେତେବେଳେ ବି ରୋଗ ନଥିଲା। କାହିଁକି? ଗୋଟେ କଥା କ'ଣ ଶୁଣନ୍ତୁ, ସେତେବେଳେ ଲୋକ ପଖାଳ ରସୁଣ, ସେମାନେ ସବୁ ତାର ସବୁ ଉପକାର ଜାଣିନଥିଲେ। ରସୁଣର ଏତେ ଉପକାରିତା, ଟମାଟର କି ପିଆଜ, ପଖାଳ ପିଆଜ ଖଟା, ଆର ସବୁ ଉପକାରିତା ଏବେ ସବୁ ଜାଣୁଛନ୍ତି। ଗବେଷଣା ହେବା ଦ୍ୱାରା ଜଣାପଡ଼ୁଛି ଆର ଏଇ ଉପକାରିତା। ସେତେବେଳେ ସେମାନେ ଖାଇକି ବହୁତ ଲଙ୍ଗ୍ ଲାଷ୍ଟିଂ କରୁଥିଲେ, ତା ରୋଗ ନଥିଲା କି ସେତେବେଳେ। ଆଉ ଏବେ ଯେତେ ମସଲା, ଜଳଖିଆରେ ମୁଢ଼ି ଚାହା, ମୁଢ଼ିଟା ଫାଇବର ଜିନିଷ, ଝାଡ଼ା ସଫା ହେଲା କି। ମୁଢ଼ି ସେ ଗୋଟେ ଜିନିଷ ଥିଲା। ଚାଉଳ ଭଜା ଚାହା, ଚୁନା, ତାକୁ ଗୋଳିକି ଚୁନା ପକାଇ ଚିନି ପକାଇ ଖାଇଦେଲେ ସେ କେତେ ସମୟ ବନ୍ଦ। ଏବେ ବିଭିନ୍ନ ପ୍ରକାର ଖାଦ୍ୟ, ବିଭିନ୍ନ ପ୍ରକାର ରୋଗ, ଆଉ କିଛି ନାହିଁ। ମୋତେ ଜମା ମସଲା ମସଲି ଖାଦ୍ୟ ଟୋଟାଲି ଭଲ ଲାଗେନି। ମୁଁ ସବୁବେଳେ ତରକାରୀ ମାଛ ହୁଏ, ମୁଁ ପାଣିଆ ଝୋଳ କରିଦେବ, ଝୋଳଟି ଟେଷ୍ଟ ତ ବାସ୍। ତରକାରୀ ଟିକେ ଥଣ୍ଡା ହେଇଗଲା, କିନ୍ତୁ ତରକାରୀ ଗରମ ଗରମ ଭଲ ନାହିଁ। ଆଳୁ କିଲୋ ଏତେ, ଟମାଟର କିଲୋ କେତେ, ଆମେ ତ ବାଇରେ କିଛି ଲଗେଇବା ନାହିଁ। ଆମେ କାହିଁକି ରେଟ୍ଟାକୁ ପ୍ରତିବାଦ କରିବା? ନିଜ ବାଡ଼ିରେ କିଛି ଲଗାନ୍ତୁ। ମୁଁ ଲଗାଇନି ଅବଶ୍ୟ, ନା ଆମ ବାଡ଼ିରେ ଲଗାଏନି, ବାପା ଲଗେଇଛନ୍ତି। ଏ ଜିନିଷ ସବୁ ଆମର ଜାଗା ନଥିଲା, ଏବେ ବି ଜାଗା ହେଇଯାଇଛି, ଲଗା ହେଇଛି। ଆପଣ ନିଜ ବାଡ଼ିରେ କିଛି ଲଗାନ୍ତୁ। ସମସ୍ତେ ଯେତେ ଲୋକ ଅଛନ୍ତି ସମସ୍ତଙ୍କ ବାଡ଼ିରେ ଛାତ ଉପରେ କିଛି ନା କିଛି ଫାର୍ମିଂ ସୁବିଧା କଲେ ଜମା ରେଟ୍ ହେବ ନାହିଁ। ଏବେ ମାଣବସା ସବୁ ମାର୍ବଲ ଘର, ତାର ଭଲ ଲାଗୁଛି। ଆପଣ ନିଶ୍ଚିନ୍ତ କୁହନ୍ତୁ, ମାର୍ବଲ ଘରେ ଚିତା ପଡ଼ିତେ ଭଲ ଲାଗୁଛି? ଶୀତ ଦିନ ଖରା ମାରୁଥିବ, ଧାନ ବୋଝ ବୁହାଇକି ଆସିକିରି ବସିକିରି ଖଳାରେ ଖାଉଥିଲେ। ତା ଝୋଟି ଚିତା ବି ପଡ଼ୁଥିଲା, ଧାନ ମେଣ୍ଟି ଥୁଆ ହେଉଥିଲା, ସେ କରେ ହଳା ଗଛା ଗଦା ମରା ହେଉଥିଲା। ସେ ଜିନିଷ ନାହିଁ, ସେ ଜିନିଷ, ସେ ପରିବେଶ। ସେ ସନ୍ଧ୍ୟାବେଳେ ବିଲୁଆ ଭୁକୁଥିଲେ, ଗୀତା ଭାଗବତ ପଢ଼ା ହେଉଥିଲା, ଘଣ୍ଟ ବାଜୁଥିଲା, ସେସବୁ ଏବେ ଠାକୁରଙ୍କର ଘଣ୍ଟ, କିନ୍ତୁ ସେ ଜିନିଷଟା, ସେ ମହଲଟା ନାହିଁ। ଭାବୁଛି ସେ ଯେଉଁ ଦୈନନ୍ଦିନ ଜୀବନ, ସେ ଲାଇଫଷ୍ଟାଇଲ୍, ଖାଲି ଧାଁ ଦପଡ଼, ଗାଡ଼ି ଧୂଆଁ ମୋଟର, କେଁ କାଁ ଆକ୍ସିଡେଣ୍ଟ, ଆଉ କିଛି ନାହିଁ। ଖଳାରେ ବସିକି ଧାନ ବୋଝ ପଡ଼ିଲା, ସେଇଠି ପାଇଥିବ ଗାଧେଇ ପଡ଼ିକିରି, ଖଳାରେ ଯାହା ମା ବାଡ଼ି ଦେଲେ, ମାଛ ତରକାରୀ ହଉ, ଭାତ ହଉ, ସେ ଗରମ ଗରମ ଟମାଟର ଆଳୁ ମାଛ ଝୋଳ, ତା ଟେଷ୍ଟ ଆପଣମାନେ ନିଶ୍ଚିନ୍ତ ଅନୁଭବ କରିଥିବେ। ଏ ଜିନିଷ ନାହିଁ। ଟୋଟାଲ ପରିବେଶ ସବୁ ଚେଞ୍ଜ। ଆଉ ଖାଇବା ସବୁବେଳେ ଏତେ ଗପିବା କଥା ନୁହଁ, ଖାଇବାରେ ଧ୍ୟାନ ଦେଲେ। ଯଦି ମୋ କଥାଟି, ମୋ ଭିଡ଼ିଓଟି ଭଲ ଲାଗିଥିଲା, ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ରହିଲି, ଜୟ ଜଗନ୍ନାଥ।